ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଚକାମାଲ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ନୂତନ ଉଚ୍ଚ ବିଦ୍ୟାଳୟର ନୂତନ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ନାମ ଲେଖାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଉକ୍ତ ବିଦ୍ୟାଳୟରେ ନାମଲେଖା ଶୁଭାରମ୍ଭ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ଏହି ମହାନ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାମଲେଖା ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ପରେ ଚକାମାଲ, କଳାଙ୍ଗାପାଲି, ତୁର୍ଲାମାଳ, ଖଲିଆ ଏବଂ ନୀଳଜୀବହାଲ ଗ୍ରାମର ଛାତ୍ରଛାତ୍ରୀ ଚକାମାଲ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ ଯେ ଚକାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଗରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁବିଧା ଥିଲା। ନବମ ଶ୍ରେଣୀକୁ ଉନ୍ନୀତ କରିବା ପାଇଁ ଓଡ଼ିଶା ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସୁପାରିଶ କରିଥିଲେ। ଚଳିତ ଶିକ୍ଷାବର୍ଷରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ପାଇଁ ସରକାର ଆଦେଶ ଦେଇଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ଚକାମାଲ ଗାଁରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଗ୍ରାମବାସୀ ସାଂସ୍କୃତିକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ବିଦ୍ୟାଳୟ ପରିସରରେ ନବମ ଶ୍ରେଣୀରେ ନାମଲେଖା ଶୁଭାରମ୍ଭ ଉତ୍ସବ ଉପଲକ୍ଷେ ବିଶାଳ ସଭା କରାଯାଇଥିଲା। ସଭାରେ ଚକାମାଲ, ନୀଳଜୀବହାଲ, କଳଙ୍ଗାପାଲି, ତୁର୍କାମାଳ, ଖଲିଆ ଗ୍ରାମଗୁଡ଼ିକର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡ଼ିଶା ସରକାରଙ୍କ 5ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତଥା ସ୍ମାର୍ଟ କ୍ଲାସରୁମ୍, ସାଇନ୍ସ ଲାବୋରେଟୋରୀ, ଇ-ଲାଇବ୍ରେରୀ, ଅନଲାଇନ୍ ଶିକ୍ଷାଦାନ, ଗ୍ରାଜୁଏସନ୍ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ସୁବିଧା, ଆମ ଓଡ଼ିଶା, ଯୁବ ଓଡ଼ିଶା ଛାତ୍ରବୃତ୍ତି ବୃଦ୍ଧି ବିଷୟରେ ଆଲୋକପାତ କରିଥିଲେ। ସାଂସଦ ଶ୍ରୀ ବିଶି ପାଠପଢ଼ା ସହିତ କ୍ରୀଡ଼ା, କଳା, ସଂସ୍କୃତି, ସମାଜସେବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସଭା ମଞ୍ଚରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବାଶିଷ ମେହେର, ସମାଜସେବୀ ମନୋଜ ଲୁହା, ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।